କହିବାରୁ ଆମକୁ ନବୀନ ସରକାର କରିଥିଲେ 2,000 ଟଙ୍କା ବଢେଇଥିଲେ। ଏବେ ଆମେ 3,500 ଟଙ୍କା ପାଉଛୁ। ଏବେ ଆମର ଦାବି ଯେ କି ଆମକୁ 26,000 ଟଙ୍କା ଆମକୁ ଦରମା ବୃଦ୍ଧି କରାଯାଉ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇରୁ ମୁଁ ଆସିଛି, ମୋନାଲି ସେଲେଙ୍କା କହୁଛି। ଆମେ ତ 13 ଦଫା ଆମେ ଦାବି ନେଇକି ଆସିଛୁ। ଆମର ପ୍ରଥମ ଦାବି ହଉଛି ଆମକୁ ମାସକୁ ଦରମା 26,000 କୁ ବୃଦ୍ଧି କରାଯାଉ, ପେନସନ ଭୁକ୍ତ କରାଯାଉ 10,000 ଟଙ୍କା ଲେଖାଏଁ, ଆଉ ଆମକୁ ମୃତ୍ୟୁହାର 10 ଲକ୍ଷ ଟଙ୍କା କରାଯାଉ, ଆମ ଆଶା ବର୍କର ମାନ୍ୟତା ପ୍ରଦାନ କରାଯାଉ, ଆମର ଆଶା କର୍ମୀରୁ ଆମକୁ ଏଏନଏମ ଭାବେ ପଦୋନ୍ନତି କରାଯାଉ। କାର୍ଯ୍ୟ ତ ଆମକୁ ବହୁତ କଷ୍ଟବିଳ ହୋଇ ପଡୁଛି, କାରଣ ଆମକୁ गर्भवती महिला जितेबले भी आमको डाकती राति 1टा हो 2टा हो जितेबले भी डाकतु आम परिवार जिते असुविधा थे भी छोट छोट छुआ थे भी आमको सहित जाई 3-4 दिन लेखाएं आमको रही पड़ुची।